ଆଜିର ପାଣିପାଗ ଯଦି କହିବା ଆଜି ହେଉଛି ଅଗଷ୍ଟ 2 ତାରିଖ। ତ ରାଜ୍ୟରେ କୌଣସି ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ କିମ୍ବା ନିମ୍ନଚାପ ରେଖା କିମ୍ବା ମୌସୁମୀ ବାୟୁର ଆକ୍ଟିଭିଟି ଏତେ ନାହିଁ, ଯାହାଫଳରେ କି ରାଜ୍ୟରେ ଏବେ ନିର୍ମଳ ରହିଛି ଆକାଶ, ଯାହାଫଳରେ ଖରାର ପ୍ରକୋପ ବଢ଼ିବ ଏବଂ 2ରୁ 3 ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଯାହା ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ତା ଆଜି ମଧ୍ୟ 35-37 ଡିଗ୍ରୀ ତାପମାତ୍ରା ମଧ୍ୟ ସର୍ବୋଚ୍ଚ ତାପମାତ୍ରା ଯାଇପାରେ। ଏବଂ ଯଦି କହିବା ତାହେଲେ ଖରାର ପ୍ରକୋପ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିପାରେ, ଯଥା ଗୁଳୁଗୁଳି ସମସ୍ୟା ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିପାରେ। ତା ସହିତ ଯଦି କହିବା ଅପରାହ୍ନ ସମୟରେ ସ୍ଥାନୀୟ କାରକ ବା ସ୍ଥାନୀୟ କଣ୍ଡିସନ୍ ଫେଭରେବୁଲ୍ କରିପାରେ, କାଁ ଭାଁ ବର୍ଷା ହେଇପାରେ, ଘଡ଼ଘଡ଼ି ଜନିତ ବର୍ଷା। ଏବଂ ତା ସହିତ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବାୟୁ ଚଳନ ରହିଛି ଘୂର୍ଣ୍ଣିବଳୟର, କିଛି ମାତ୍ରାରେ ଘଡ଼ଘଡ଼ି ଜନିତ ବର୍ଷା ଦେଖିବାକୁ ମିଳିପାରେ, 1-2ଟି ଚେଲରେ କିମ୍ବା କାଁ ଭାଁ ବର୍ଷା ଦେଖିବାକୁ ମିଳିପାରେ।